ଦେଖନ୍ତୁ ଆସିଗଲା ସୁଭଦ୍ରା ଯୋଜନା ଫର୍ମ। ତେବେ ଏହି ଫର୍ମ କେଉଁଠାରେ ଡାଉନଲୋଡ୍ କରିବେ, ତାପରେ ଫର୍ମକୁ ଫିଲ୍ଅପ୍ କରି କେଉଁଠାରେ ଡିପୋଜିଟ୍ କରିବେ, ତା ବିଷୟରେ ସମ୍ପୂର୍ଣ୍ଣ ଅପଡେଟ୍ ଭିଡ଼ିଓରେ ଜଣାଇବି। ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ତା ପୂର୍ବରୁ ଭିଡ଼ିଓକୁ ଗୋଟିଏ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ ମଧ୍ୟ କରନ୍ତୁ। ଦେଖନ୍ତୁ ଏ ହେଉଛି PDF ଫର୍ମାଟ୍, ଯାହାକି ଆପଣ ଯେଉଁ ଭିଡ଼ିଓ ଦେଖୁଛନ୍ତି ଟାଇଟେଲରେ କ୍ଲିକ୍ କରନ୍ତୁ, ଡେସ୍କ୍ରିପ୍ସନରେ ଲିଙ୍କ୍ ଦେଇଛି, ଆପଣ ସେଇଠି ଯାଇ ଡାଉନଲୋଡ୍ କରିପାରିବେ। ଏବେ ଦେଖନ୍ତୁ ଫର୍ମରେ କ'ଣ ରହିଛି। ପ୍ରଥମେ ତ ସମ୍ପୂର୍ଣ୍ଣ ନାମ ଆଧାର ଅନୁଯାୟୀ, ଦ୍ୱିତୀୟରେ ଆଧାର ସଂଖ୍ୟା ବା ଆଧାର ନମ୍ବର, ତୃତୀୟରେ ସ୍ୱାମୀ ବା ପିତାଙ୍କର ଆଧାର ଅନୁଯାୟୀ ନାମ, ଚତୁର୍ଥରେ ଆପଣଙ୍କର ସମ୍ପୂର୍ଣ୍ଣ ଜନ୍ମ ତାରିଖ, 5ରେ ବର୍ଗ ଚିହ୍ନଟ କରିବା ଏବଂ 7ରେ ଆଧାର ସଂଯୁକ୍ତ ମୋବାଇଲ ନମ୍ବର ଏବଂ 8ରେ ବିକଳ୍ପ ନମ୍ବର, 9ରେ ଜିଲ୍ଲା, ଗ୍ରାମ ପଞ୍ଚାୟତ, ବ୍ଲକ, ସହରାଞ୍ଚଳ ଏହିସବୁ ଆଡ୍ରେସ୍ ଭରିବା। ତାପରେ ଏହିସବୁ ବକ୍ସରେ ଟିକ୍ କରିବାକୁ ପଡ଼ିବ। ମୁଁ ଓଡ଼ିଶାର ବାସିନ୍ଦା ଅଟେ, ଠିକ୍। 1 ଜୁଲାଇ 2024 ସୁଦ୍ଧା ମୋତେ ବୟସ 21 ବର୍ଷ କିମ୍ବା ତାଠାରୁ ଅଧିକ ଏବଂ 60 ବର୍ଷରୁ କମ୍ ହୋଇଥିବା, ଠିକ୍। ମୁଁ କୌଣସି ରାଜ୍ୟ କିମ୍ବା କେନ୍ଦ୍ରୀୟ ସରକାରଙ୍କ ଯୋଜନା ଅଧୀନରେ 1500 ଟଙ୍କା କିମ୍ବା 18,000 ଟଙ୍କା ପାଉନାହିଁ, ଠିକ୍। ମୁଁ କିମ୍ବା ମୋ ପରିବାରର କୌଣସି ସଦସ୍ୟ ବର୍ତ୍ତମାନ ପୂର୍ବତନ ସାଂସଦ ନୁହନ୍ତି। ଏହିପରି ସମସ୍ତ ବକ୍ସ ପଢ଼ି ଟିକ୍ କରିବେ। ତେବେ ଏହାକୁ ଫିଲ୍ଅପ୍ କରିବା ପରେ ଏଠାରେ ଡିପୋଜିଟ୍ କରିବାକୁ ପଡ଼ିବ। ମୋ ସେବା କେନ୍ଦ୍ର କିମ୍ବା ଜନସେବା କେନ୍ଦ୍ରରେ ଡିପୋଜିଟ୍ କଲା ପରେ ସେମାନେ ଏହାକୁ ଅନଲାଇନରେ ଏହାକୁ ଅପଲୋଡ଼ କରିବେ। ତାପରେ ଆପଣଙ୍କୁ ଏକ ରିସିପ୍ଟ ମଧ୍ୟ ଦିଆଯିବ। ନେକ୍ସଟ, ଆପଣ ଯଦି ଏହି ସୁଭଦ୍ରା ଯୋଜନାରେ ଏଲିଜିବଲ୍ ହୋଇଛନ୍ତି, ଯାଞ୍ଚ ହେଲା ପରେ ଆପଣଙ୍କୁ ଏଥିରୁ ଟଙ୍କା ପାଇପାରିବେ। ଆଉ ଏ ଫର୍ମ ସମ୍ପୂର୍ଣ୍ଣ ମାଗଣା ଅଟେ। ଚାହିଁଲେ ଅଙ୍ଗନବାଡ଼ି ଥ୍ରୁରୁ ଏହି ଫର୍ମ ନେଇପାରିବେ। ଯଦି ତାଙ୍କ ପାଖରେ ସରିଯାଇଛି ତାହେଲେ କିଛି ବ୍ୟସ୍ତ ହେବାର ଆବଶ୍ୟକ ନାହିଁ। ଆପଣ ଏହି ଫର୍ମକୁ ଅନଲାଇନରୁ ଡାଉନଲୋଡ୍ କରିପାରିବେ ଏବଂ ସେହି PDFକୁ ପ୍ରିଣ୍ଟ ବାହାର କରିପାରିବେ। ଲିଙ୍କ୍ ମଧ୍ୟ ଦେଇଦେଇଛି ଡେସ୍କ୍ରିପ୍ସନରେ, ଯାଇ ସେଠୁ ମଧ୍ୟ ଡାଉନଲୋଡ୍ କରିପାରିବେ।